ଧ୍ୟାନ ପ୍ରାର୍ଥନା ମେ 23, 1914। हे भगवान, ମୁଁ ଚାହେଁ ନିରନ୍ତର ତୋର ଚେତନା, ଚାହେଁ ମୋ ସତ୍ତାର କ୍ଷୁଦ୍ରତମ କୋଷରେ ତୋର ପ୍ରତିଷ୍ଠା। ତତେ ଜାଣିବାକୁ ଚାହେଁ ଠିକ୍ ନିଜ ପରି, ସମସ୍ତ ବସ୍ତୁ ଭିତରେ ତୋର ପ୍ରକାଶ ଦେଖିବାକୁ ଚାହେଁ। ତୁ ଜୀବନର ଏକମାତ୍ର ସତ୍ବସ୍ତୁ, ଏକମାତ୍ର ହେତୁ, ଏକମାତ୍ର ଲକ୍ଷ୍ୟ। ତୋ ପ୍ରତି ମୋର ପ୍ରେମ ଯେପରି ବର୍ଦ୍ଧିତ ହୋଇ ଚାଲୁ, ମୁଁ ଯେପରି ହୋଇ ଉଠିପାରେ କେବଳ ପ୍ରେମ, ତୋର ପ୍ରେମ। ଏବଂ ଯେତେବେଳେ ତୋର ପ୍ରେମ ହୋଇଯାଇଛି, ସେତେବେଳେ ଯେପରି ତୋ ଭିତରେ ସର୍ବାଙ୍ଗୀନ ଏକୀଭୂତ ହୋଇଯାଇପାରେ। ଏହି ପ୍ରେମ ଯେପରି କ୍ରମଶଃ ହୋଇଉଠୁ ଆହୁରି ତୀବ୍ର, ଆହୁରି ପୂର୍ଣ୍ଣ, ଆହୁରି ଜ୍ୟୋତିର୍ମୟ, ଆହୁରି ଶକ୍ତିମାନ ହୋଇଉଠୁ ଯେପରି ତୋ ଆଡ଼କୁ ଚାଲିବାର ଅଦମ୍ୟ ପ୍ରବେଗ, ତତେ ପ୍ରକାଶ କରିବାର ଅବ୍ୟର୍ଥ ଉପାୟ। ଏହି ସତ୍ତା ମଧ୍ୟରେ ତାହାର ଅତଳ ଗଭୀରତମ ପ୍ରଦେଶରୁ ବାହ୍ୟତମ ଉପାଦାନ ପର୍ଯ୍ୟନ୍ତ ସବୁ ଯେପରି ହୋଇଉଠେ ଶୁଦ୍ଧ, ପ୍ରଗାଢ଼, ନିଃସ୍ୱାର୍ଥ ଦିବ୍ୟ ପ୍ରେମ। ଏହି ଆଧାର ମଧ୍ୟରେ ଯେଉଁ ଭଗବାନ ରୂପ ଧରି ନିଜକୁ ପ୍ରକାଶ କରୁଛନ୍ତି, ସେ ଯେପରି ତୋର ପୂର୍ଣ୍ଣାଙ୍ଗ ମହାନ ପ୍ରେମରେ ଗଢ଼ି ଉଠନ୍ତୁ। ଯେଉଁ ପ୍ରେମ ଯୁଗପତ୍ ଜ୍ଞାନର ମୂଳ ଉତ୍ସ ଓ ସିଦ୍ଧି, ତୋ ପ୍ରେମର ପ୍ରଭାବରେ ଚିନ୍ତାରାଜି ଯେପରି ପରିଷ୍କୃତ, ସୁବିନ୍ୟସ୍ତ, ଆଲୋକିତ ଓ ରୂପାନ୍ତରିତ ହୋଇଉଠୁ। ସକଳ ପ୍ରାଣଶକ୍ତି କେବଳ ତୋରି ପ୍ରେମରେ ଯେପରି ହୋଇଯାଉ ଅନୁସୂତ ଓ ସଂଗଠିତ। ତାହା ଯେପରି ପରିଣତ ହୋଇଉଠୁ ଅଦମ୍ୟ ସୁଚିତା, ସ୍ଥିର ଶକ୍ତି, ସାମର୍ଥ୍ୟ ଓ ସରଳତାରେ। ଏ ଯେଉଁ ସତ୍ତା, ଯେ ଯନ୍ତ୍ର ସ୍ୱରୂପ କିନ୍ତୁ ଦୁର୍ବଳ, ସେ ଯେପରି ତାର ଦୁର୍ବଳତାର ସୁଯୋଗ ନେଇ ନିଜକୁ ଗଢ଼େ ସମ୍ପୂର୍ଣ୍ଣ ରୂପେ ତୋର ପ୍ରେମଗଢ଼ା ଉପାଦାନରେ। ଏହି ଶରୀର ଜ୍ୱଳନ୍ତ ଅଗ୍ନିକୁଣ୍ଡ ହୋଇ ଯେପରି ତାର ପ୍ରତି ଲୋମକୂପ ଦେଇ ବିକୀର୍ଣ୍ଣ କରେ ତୋର ନୈବକ୍ତିକ ସମୁଦ୍ଧ ଏକାନ୍ତ ପ୍ରେମ। ମସ୍ତିଷ୍କ ବି ଯେପରି ପୁନର୍ଗଠିତ ହୋଇ ଉଠେ ତୋର ପ୍ରେମ ଦ୍ୱାରା। ଅବଶେଷରେ ତୋର ପ୍ରେମ ତାର ନିଜସ୍ୱ ଗୁଣ, ଯେଉଁ ବୀର୍ଯ୍ୟ, ଦୀପ୍ତି, ମାଧୁର୍ଯ୍ୟ ଓ ସାମର୍ଥ୍ୟ, ତାହା ଦ୍ୱାରା ଯେପରି ସମସ୍ତ ବସ୍ତୁକୁ ପୂର୍ଣ୍ଣ କରୁ, ଆପ୍ଲୁତ କରୁ, ପ୍ଳାବିତ କରୁ, ଅନ୍ତରରେ ପ୍ରବେଶ କରୁ, ରୂପାନ୍ତରିତ କରୁ, ନୂତନ ଜନ୍ମ ଓ ନୂତନ ପ୍ରାଣଦାନ କରୁ। ତୋର ପ୍ରେମରେ ହିଁ ଶାନ୍ତି, ତୋର ପ୍ରେମରେ ଆନନ୍ଦ, ତୋର ପ୍ରେମ ଭିତରେ ହିଁ ରହିଛି ତୋ ସେବକର ପରମ କର୍ମ ପ୍ରେରଣା। ତୋର ପ୍ରେମ ବିଶ୍ୱ ବ୍ରହ୍ମାଣ୍ଡ ଠାରୁ ବି ବିଶାଳତର, ଯୁଗ ଯୁଗାନ୍ତର ଅପେକ୍ଷା ବି ଦୀର୍ଘସ୍ଥାୟୀ। ତାହା ଅନନ୍ତ, ତାହା ଶାଶ୍ୱତ, କାରଣ ସେଇ ସ୍ୱୟଂ ତୁ। ମୁଁ ହେବାକୁ ଚାହେଁ ତୁ, କାରଣ ତାହା ହିଁ ତୋର ବିଧାନ, ତାହା ହିଁ ତୋର ଇଚ୍ଛା। ମା।